ଭାଇ ଟୁଟୁ ଭାଇ ତମେ 100% ପ୍ରୁଭ୍ କରିଦେଲ ଯେ ତମେ ସିନେମା ବିଷୟରେ କିଛି ଜାଣିନ। କିଛି ଲୋକ ଅଛନ୍ତି ଆଉ ସେଇମାନଙ୍କ ଭିତରୁ ଜଣେ ବହୁତ ବଡ଼ ଲୋକ ଯିଏ ମତେ ବ୍ୟାନ୍ କରିଥିଲେ, ସମସ୍ତେ ଜାଣିଥିବେ ଆମର ପ୍ରିୟ ଟୁଟୁ ଭାଇ। ପ୍ରୋଡ୍ୟୁସର ଭାଇମାନେ ମିଶିକି ବ୍ୟାନ୍ କରିଥିଲୁ, ମନେ ଅଛି ନା? ଯେ ମତେ ବ୍ୟାନ୍ କରିଥିଲେ ତାଙ୍କର ଗୋଟେ ଫିଲ୍ମ ଟିଜର ଆସିଛି ଆଇ ଲଭ୍ ୟୁ। ମୁଁ ତ ବହୁତ ଏକ୍ସାଇଟେଡ୍ ଥିଲି ଭାଇ। ସେ ଆଇ ଲଭ୍ ୟୁ ମୁଭି ପାଇଁ ଟୁଟୁ ଭାଇଙ୍କୁ ଯୋଉଭଳି ଭାବରେ ଶୋଧିଥିଲେ ମନୋଜ ମିଶ୍ର, ପୁଣି ଟୁଟୁ ଭାଇ ମଧ୍ୟ ମନୋଜ ମିଶ୍ରଙ୍କୁ ବହୁତ ପ୍ରକାର ନାଁ ନ ନେଇ ଦୁନିଆ ପ୍ରକାର କଥା କହିଛି ଯେ ମୋ ଗୋଡ଼ରେ ଆସି ଶୋଉଥିଲା, ପଡ଼ୁଥିଲା, ଇଏ କରୁଥିଲା, ସିଏ ବର୍ତ୍ତମାନ ମୋ ନାଁ ଧରି କହୁଛି। ଟୁଟୁ ଭାଇ ମିଡ଼ିଆ ଆଗରେ ବହୁତ କଥା କହିସାରିଲେଣି। ବର୍ତ୍ତମାନ ମନୋଜ ମିଶ୍ର ତାଙ୍କ ବାଇଟି ଆସିବା କ'ଣ ଆସି ସେଥିପାଇଁ ମିଡ଼ିଆ ଟିମ୍ରୁ ଦୁଇ ଜଣ ଯାକକୁ ଫେସ୍ ଟୁ ଫେସ୍ କରିବେ ବୋଲି ଚିନ୍ତା କରୁଛନ୍ତି। ଏବଂ ଆପଣ ମତରେ ଯଦି ଫେସ୍ ଟୁ ଫେସ୍ ଦୁଇ ଜଣ ହୁଅନ୍ତି ତାହେଲେ କ'ଣ ହେବ ଦେଖାଯାଉ। କାରଣ ମନୋଜ ମିଶ୍ର ଏବଂ ଟୁଟୁ ଭାଇ କୌଣସି ତାଙ୍କ ଦୁଇ ଜଣ ଭିତରେ ବହୁତ ଝଗଡ଼ା ଚାଲିଛି ଫେସ୍ ଟୁ ଫେସ୍ ମିଡ଼ିଆ ବାଲା ମଧ୍ୟ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଇଏ ବି କହୁଛନ୍ତି। ତେଣୁକରି ଦେଖାଯାଉ କ'ଣ ହେବ ଆଜି ରାତିରେ। ଦୁଇ ଜଣ ଭିତରେ ଫେସ୍ ଟୁ ଫେସ୍ ହେଲେ ଝଗଡ଼ା ତ ନିଶ୍ଚିତ ବଢ଼ିବ। ପୋଲିସ ମୁତୟନ କରାଯାଇଛି ଏବଂ ଫେସ୍ ଟୁ ଫେସ୍ରେ ଖୋଲା କଥାରେ କ'ଣ ହେବ ତା କମେଣ୍ଟ କରନ୍ତୁ। ଏବଂ ମନୋଜ ମିଶ୍ର ନା ଟୁଟୁ ଭାଇ ଭଲ ଆପଣ ସେୟାର କରିବେ, ଭିଡ଼ିଓକୁ ବହୁତ ସେୟାର କରନ୍ତୁ।